ଶାନ୍ତି କେମିତି ସେ 100 ଭାଗ ତାଙ୍କ ସ୍ତ୍ରୀ ପରା 100 ଭାଗ ଯୋଗ ଗଲେ ସେ ପରା 100 ଭାଗ ଅଛନ୍ତି। ନବୀନ ତାଙ୍କୁ କୁଣ୍ଢେଇକି ଧରିଛନ୍ତି, ସେ ତାଙ୍କୁ କୁଣ୍ଢେଇକି ଧରିଛନ୍ତି। ନବୀନ କି ସେ ଛାଡ଼ି ପାରିବେନି, ସେ ନବୀନ ଛାଡ଼ି ପାରିବେନି, ଏ ଜନ୍ମରେ ଛାଡ଼ି ପାରିବେନି। ସେ ପରା ସକ୍ରିୟ ଅଛନ୍ତି। ସେ ଯାଇଥିଲେ ଏଠି ଭୂମିକମ୍ପ ହେଇଛି 1999 ମସିହା ଓଡ଼ିଶାର ବିବରଣୀ ଦେଉଥିଲେ। 82 ମସିହା ଯଦିଓ ଏ ଶାସନରେ ନଥିଲେ, କଲେକ୍ଟର ଥିଲେ, ସବ୍ କଲେକ୍ଟର ଥିଲେ, କାମ କରିଛନ୍ତି, ଏକ୍ସପିରିଏନ୍ସ ଅଛି ଏବଂ 1999 ମସିହା ବାତ୍ୟା ବିଷୟରେ ତାଙ୍କୁ ଧାରଣା ଅଛି, ଶାସନ ବିଷୟରେ ଧାରଣା ଅଛି। ତାଙ୍କ ଉପରେ ସେତେବେଳେ ଚାପ ପକାଉଥିଲେ ବିଜେପି ବାଲା। ତାମିଲ ସବୁ ନେଇଗଲା, ତାମିଲ ସବୁ କାମ ନେଲେ, ତାମିଲ ସବୁ ଚାଲିଗଲା, ତାମିଲ କି ସବୁ ପଇସା ଓଡ଼ିଶାରେ ପଳେଇଲା। ଏମାନେ ପୁରା ଏଇନା ଗୁଜୁରାଟ କି ସବୁ ଦେଇଦେଲେଣି। 27ଟା ଲୁହା ପଥର ଖଣି, କ୍ରୋମ ଖଣି, ବକ୍ସାଇଟ୍ ଖଣି, ଅଭ୍ର ଖଣି, ମାଙ୍ଗାନିଜ ଖଣି, କୋଇଲା ଖଣି ଦେଇ ସାରିଲେଣି। ଏଠି ପୁରା 60 ଭାଗ ବିଦେଶୀ ମଦ ବିହାରୀକି ଦେଇ ସାରିଲେଣି। ଏ ଓଡ଼ିଆଙ୍କୁ ପୁରା କାଙ୍ଗାଳ କରିସାରିଲେଣି। ଏ 2 ବର୍ଷ ଭିତରେ ମୋହନ ସରକାର ମୋହନକୁ ବସେଇ ଦେଇଛନ୍ତି ମୋଦି ଲୁଟିବା ପାଇଁ। ସବୁ ପୁରା ଆଦାନୀକି ଆମ୍ବାନୀକି ଦେଇ ସାରିଲେଣି। ଆଉ କ'ଣ ଅଛି କି? ଖୋଳପା ଅଛି ଓଡ଼ିଶାରେ ଏଇନା। ୟାର ଜବାବ ଲୋକେ ଦେବେ, ସମୟକୁ ଅପେକ୍ଷା କର। ଏଭଳି ଯେଉଁ ପରିସ୍ଥିତି ସୃଷ୍ଟି କରୁଛନ୍ତି, ପାଣ୍ଡିଆନ ଯାଇ ବୁଲାବୁଲି କରି କେମିତି ରିଲିଫ୍ ପହଞ୍ଚିବ, କେମିତି? ହଁ ହଁ, ତାଙ୍କର ମୋଦି ସହିତ ଘନିଷ୍ଠ ସମ୍ପର୍କ ଅଛି ପାଣ୍ଡିଆନଙ୍କର। କେଉଁ ମୋଦି ସହିତ ନ ହେଇଥିଲେ ଅନ୍ୟ ଦେଶରେ ଯାଇ ଅନ୍ୟର ରାଷ୍ଟ୍ରର ମୁଖ୍ୟକୁ ଦେଖା କରିପାରିଥାନ୍ତେ? ଯଦି ପ୍ରଧାନମନ୍ତ୍ରୀ ସହିତ ସମ୍ପର୍କ ନଥାନ୍ତା, ପାସପୋର୍ଟ କେଉଁଠୁ ପାଇବେ? ଅର୍ଡ଼ିନାରୀ ଲୋକ କ'ଣ ଯାଇକି ରାଷ୍ଟ୍ରପତି ଦେଖା କରୁଛନ୍ତି ଅନ୍ୟ ଦେଶର? ଜଣେ ଇମ୍ପୋର୍ଟାଣ୍ଟ ଲୋକ ଓଡ଼ିଶାର, ଇଣ୍ଡିଆର, ତାମିଲନାଡ଼ୁର, ତେଣୁ ଯାଇ ଦେଖା କରିଛନ୍ତି, ଗୁଡ୍ ସଜେସନ୍ ଦେଇଛନ୍ତି। ରିଲିଫ୍ ମିଟ୍ କରିବାକୁ ହେଲେ ଏଇ ପଲିସିରେ କରିବାକୁ ପଡ଼ିବ, ଆମେ ଓଡ଼ିଶାରେ ଏଇଆ କରିଥିଲୁ, ଭଲ ସଜେସନ୍ ଦେଇଛନ୍ତି। ଆଉ ଆଉ ଗଲେ କାହିଁ ପାଣ୍ଡିଆନ? ପାଣ୍ଡିଆନ ହଠାତ୍ ଲଣ୍ଡା ଏ ଦୃଶ୍ୟ ଦେଖିଲେ ସମସ୍ତେ କ'ଣ ନୂଆ ସଂକଳ୍ପଟା ନୂଆଟା କିଛି ନେଇଛନ୍ତି? ସେ ତିରୁପତି ଯାଇଥିବେ, ନଣ୍ଡା ହେଇକି ଯାଇଥିବେ। ତିରୁପତି ଏବେ ଆମ୍ବାନୀ ନଣ୍ଡା ହେଇଛନ୍ତି, ଇଏ ଜିନ୍ଦଲ ନଣ୍ଡା ହେଇଛନ୍ତି। ସୁଜାତା ମିଶିଲା ପରେ ସେ ନଣ୍ଡା ହଁ, ଏ ଯାଇଥିବେ, ନଣ୍ଡା ହେଇଯାଇଥିବେ। ମୁଁ ଭାବୁଛି ତିରୁପତି ଯାଇଥିବେ। ତିରୁପତି ଗଲେ ନଣ୍ଡା ହାତୀ, ନହେଲେ ବାପା ମଲେ ନଣ୍ଡା ହାତୀ, ବୋଉ ମଲେ ନଣ୍ଡା ହାତୀ। ତେଣୁକରି ସେ ତିରୁପତି ଯାଇ ନଣ୍ଡା ହେଇଛନ୍ତି ଆଶୀର୍ବାଦ ନେବା ପାଇଁ। ଭଲ କାମ କରିଛନ୍ତି, ଧନ୍ୟବାଦ ତାଙ୍କୁ।